2019 ইলেকশন পরটু পান্ডিয়ান ওয়াজ 80% চিফ মিনিস্টার আর নবীন পটনায়ক ওয়াজ অনলি 10-20% চিফ মিনিস্টার। ক্ষমতা তো পান্ডিয়ান বাবু পাখে ছিল, তো আমি সমস্ত জানিছি। কিন্তু ଏ ବିଜେପି ସହିତ ନେଗୋସିଏସନ୍ ପାଣ୍ଡିଆନ ବାବୁ କରି ସବୁବେଳେ ଗୋଟେ ଲୋକଙ୍କ ଭିତରେ ଗୋଟେ ଏବେ ଗୋଟେ ଧାରଣା ତିଆରି ହେଉଛି ଯେ 2024 ଇଲେକ୍ସନରେ କ'ଣ ଗୋଟେ ଭିତରେ ଚାଲିଥିଲା ବିଜେପି ଆଉ ବିଜେଡି ଭିତରେ, ଯାହା ପାଣ୍ଡିଆନକୁ ନେଇକରି ଚାଲିଥିଲା। କୌଣସି ମତେ ଭାରତୀୟ ଜନତା ପାର୍ଟି ଆଉ ବିଜେଡି ଭିତରେ ଗୋଟେ ପ୍ୟାକ୍ଟ ହେଇଥିଲା ଏବଂ କୋଉ ପଏଣ୍ଟରେ ଗୋଟେ ସେ ପ୍ୟାକ୍ଟ ତୁଟିଗଲା, ଭାଙ୍ଗିଗଲା। ତ ଆପଣଙ୍କର ଅନୁମାନ କ'ଣ ଯେ ପ୍ରକୃତରେ ସେମିତି କିଛି ଭିତରିଆ ନେଗୋସିଏସନ୍ ଚାଲିଥିଲା କି ଯୋଉଟା ମଝି ବାଟରେ, ମନେ କରନ୍ତୁ ଆସେମ୍ବଲି ସିଟ୍ ଗୁଡାକ ବିଜୁ ଜନତା ଦଳ ସପକ୍ଷରେ ଯିବ ଏବଂ ଏମ୍ପି ସିଟ୍ ଗୁଡାକ ଭାରତୀୟ ଜନତା ପାର୍ଟି ପକ୍ଷରେ ଯିବ, ଏମିତି କିଛି ଗୋଟେ ଭିତରି ନେଗୋସିଏସନ୍ ଥିଲା। ଅଣ୍ଡରଷ୍ଟାଣ୍ଡିଂ ହେଇଥିଲା ଏବଂ এই ଅଣ୍ଡରଷ୍ଟାଣ୍ଡିଂଟା প্রপোজ করেছিল বিজু জনতা দল এবং বিজু জনতা দলর এই প্রপোজ করিবার মূল কারণ ଥିଲା পান্ডিয়ান বাবু। পান্ডিয়ান বাবুর গোটে নিজের সাকসেসন, ইলেকশন পরে কিছুদিন পাই নবীন বাবু, তারপরে মু, এসব প্ল্যান ଥିଲା। কিন্তু পান্ডিয়ান বাবুর সাকসেসন সুবিধা হইতান্তা যদি প্রিন্সিপাল অপোজিশন পার্টি ওড়িশারে সেতবেলে বিজেপি, ভারতীয় জনতা পার্টি, সেই যদি আমার সাঙ্গে থিব তাহলে মোর বিরুদ্ধে অপোজিশন ଆଉ ନାହିଁ, মানে ମୁଁ ବାହାର ଲୋକ, ଓଡ଼ିଆ ଅସ୍ମିତା ଏସବୁ କିଛି ରହିବନି। তো নভেম্বর 2023 প্রথম বিজু জনতা দল তরফରୁ এই প্রপোজালটা নরেন্দ্র মোদী ଆଉ ଅମିତ ଶାହକୁ ଦିଆଯାଇଥିଲା ଯେ ଆମେ ମିଶିକିରି ରାଜ କରିବୁ, ମିଶିକିରି ଇଏ କରିବା। ଏବଂ ଏଇ କଥାଟା ମୁଁ যেটা କହୁଛି ସେଟା ରାଜଦୀପ ସାରଦେଶାଇ ତାର ନୂଆ ବହିରେ ଲେଖିଛନ୍ତି, ଇଲେକ୍ସନ୍ସ 2024 ଦ ଇଲେକ୍ସନ ଦ୍ୟାଟ୍ ସରପ୍ରାଇଜ୍ଡ ମି। ଏବଂ ନରେନ୍ଦ୍ର ମୋଦୀ ରାଜି ବି ହେଇଯାଇଥିଲେ, କାହିଁକି ସେମାନଙ୍କର ଗୋଟେ ଥିଲା ଯେ ଆମର ଓଡ଼ିଶାରେ ନବୀନ ପଟ୍ଟନାୟକ ଇଜ୍ ଷ୍ଟିଲ୍ ଭେରି ପପୁଲାର, ଆମର ଏତେ ଚାନ୍ସ ନାହିଁ। ତ ସେମାନେ କହିଲେ ଠିକ୍ ଅଛି ଆମେ ମିଶିକିରି ରହିବୁ, ତାହେଲେ ସେଇ ବିଜେଡିର ସପୋର୍ଟଟା ଦରକାର ପାର୍ଲାମେଣ୍ଟରେ। ଏବଂ ଗୋଟେ ଅଣ୍ଡରଷ୍ଟାଣ୍ଡିଂ ଚାଲୁଥିଲା 5 ବର୍ଷ 10 ବର୍ଷ। ତାରପରେ ମୋଦି ଯେତେବେଳେ ମୁଁ ଗୋଟେ ଜାଗାରେ କହିଥିଲି ଯେ ଗଲା ବର୍ଷ 2024 ଏଇ ବର୍ଷ ବିଜୁ ପଟ୍ଟନାୟକ ଜନ୍ମଦିନରେ ମୋଦି ଆସିଥିଲେ, ଗୋଟେ ରାଲିଟା ହେଇଥିଲା ଚଣ୍ଡିଖୋଲରେ। ସେ ଯିବା ଟାଇମରେ ରାଲିରୁ ନବୀନ ବାବୁ ବି ଥିଲେ। ସେ ମୋଦି କହିକିରି ଯାଇଥିଲେ ନବୀନ ବାବୁକୁ, सोचिए मत, जल्दी कर दूंगा ଯେ ଆଲାଏନ୍ସ ହବ, ମେଣ୍ଟ ହବ। ଏବଂ ମେଣ୍ଟ ସେତେ ପର୍ଯ୍ୟନ୍ତ ହଉଥିଲା, ଇଟ୍ ୱାଜ୍ ଆ ଡନ୍ ଡିଲ୍ ଯେ ଆମେ ମିଳିମିଶିକିରି କରିବୁ। କିନ୍ତୁ ଅନ୍ୟମାନେ ମାନେ ଆମର ରାଜ୍ୟ ସ୍ତରରେ ଯେ ନେତାମାନେ ଥିଲେ, ଏମାନେ ଯାଇକିରି ଦିଲ୍ଲୀରେ ପ୍ରବଳ ଏଇ ମେଣ୍ଟ ପଛରେ ଗୋଟେ ଦିଲ୍ଲୀରେ ବି ଗୋଟେ ବଡ ଷ୍ଟ୍ରଙ୍ଗ ଲବି କାମ କରୁଥିଲା ଯେ ମେଣ୍ଟଟା ହଉ। ଏମିତି ଲୋକ ଅଛନ୍ତି 3-4 ଜଣ ଯେମାନେ ଚାହୁଁଥିଲେ ଯେ ଏଇ ମେଣ୍ଟଟା ଥାଉ, ତାହେଲେ ଆରେଞ୍ଜମେଣ୍ଟଟା ଚାଲୁ। କୋଉମାନେ ଚାହୁଁଥିଲେ ଆପଣ ଲେଖିଛନ୍ତି ବହିରେ? ନା ନା, ଏଇ ମେଣ୍ଟ ଏତେ ନା ଫା ମୁଁ ଦଉନି, କାହିଁକି ଏଇଟା ପ୍ରମାଣ କରିବେ କେମିତି? ମୁଁ ଆଜି ଲିଖିଦେବି, କାଲି କହିବେ ମୁଁ ତ ନଥିଲି। କିନ୍ତୁ ଆମେ ଜାଣିଛୁ, ଆମେ ତ ପଲିଟିକାଲ। ଦିଲ୍ଲୀରେ ଗୋଟେ ଲବି ଚାଲିଥିଲା ଯେ ବିଜେଡି ବିଜେପି ଭିତରେ ମେଣ୍ଟ, ସେଇ ଲବି ଏବେ ବି ଅଛି, ସକ୍ରିୟ ଅଛି, ଦେନ୍ ଦେ ଆର୍ ଭେରି ପାୱାରଫୁଲ ଲବି। କିନ୍ତୁ ତାରପରେ ଏଇଠିକାର ଲୋକମାନେ ଯାଇକିରି ତାରପରେ ଆଚ୍ଛା ବିଜେପି ଷ୍ଟେଟ୍ ପାର୍ଟି ବି ପାଣ୍ଡିଆନ ସିଷ୍ଟମ ଯେମିତି ସର୍ଭେ କରୁଥିଲେ, ଇଲେକ୍ସନ 3 ମାସ 4 ମାସ ପୂର୍ବରୁ ବିଜେପିରେ ଗୋଟେ ସର୍ଭେ ଚାଲୁଥିଲା, ଇଣ୍ଟରନାଲ ସର୍ଭେରେ ଆସୁଥିଲା ଯେ ବିଜେପିର ବହୁତ ଇମ୍ପ୍ରୁଭମେଣ୍ଟ ହବ। ସେତେବେଳେ ଏପ୍ରିଲ, ମୁଁ କହୁଛି ଏପ୍ରିଲ ମନ୍ଥ ଅଫ ଏପ୍ରିଲ, ସେତେବେଳେ ସର୍ଭେ ରିପୋର୍ଟ କହୁନଥିଲା ଯେ ବିଜେପି କ୍ଷମତାକୁ ପଳେଇ ଆସିବ, ସେଇଟା କହୁନଥିଲା। କିନ୍ତୁ ସର୍ଭେ ରିପୋର୍ଟ ଏନାଫ୍ ଇଣ୍ଡିକେସନ ଦଉଥିଲା ଯେ ଇମ୍ପ୍ରୁଭମେଣ୍ଟ ହଉଛି, ଯେ ପ୍ରବଳ ଇମ୍ପ୍ରୁଭମେଣ୍ଟ ହବାର ସମ୍ଭାବନା ଦେଖାଯାଉଛି। ତ ଏମାନେ ଯାଇକିରି ଅମିତ ଶାହକୁ ଏଇ ରିପୋର୍ଟ ଦେଖେଇକିରି ଯେ ସାର୍ ଆମେ କାହିଁ, ଆମର ତ ନିଜର ସମ୍ଭାବନା ଭଲ, ଆଉ ଏଇଟା ଯେତେ ଦିନ ଆଗକୁ ଇଲେକ୍ସନ ଆସିବ ଆମର ବଢି ଯିବ।